ବିମାନ ବନ୍ଦରରେ କିଏ ବା ଚାକିରି କରିବାକୁ ଚାହେଁ ନାହିଁ। ପ୍ରାୟତଃ ଉଚ୍ଚଶିକ୍ଷିତ ଏଠାରେ ଚାକିରି କରିବାର ଆଶା ଥାଏ। ଆପଣ ଯଦି ସେମାନଙ୍କ ମଧ୍ୟରୁ ଜଣେ, ତେବେ ଏହି ଖବର ଆପଣଙ୍କ ପାଇଁ। ଏହି ସୁଯୋଗ ନେଇ ଆସିଛି ଭାରତୀୟ ବିମାନ ବନ୍ଦର ପ୍ରତିକରଣ ଏଏଆଇ। ଏହି ନେଇ ଏଏଆଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ, ତେବେ ଏହି ଖବରଟି ଆପଣଙ୍କ ପାଇଁ। ଏହି ନିଯୁକ୍ତି ମାଧ୍ୟମରେ ଏଏଆଇର ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ। ଏନେଇ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ସ୍ନାତକ ଓ ଡିପ୍ଲୋମା କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ 300ରୁ ଅଧିକ ପଦବୀ ପୂରଣ ହେବ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଏଏଆଇର ଅଫିସିଆଲ ୱେବସାଇଟରେ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି, ସେମାନେ ଏହି ଲିଙ୍କରେ ଏଆଇ ରିକ୍ରୁଟମେଣ୍ଟ 2025 ଆପ୍ଲାଇ ଫର 307 ପୋଷ୍ଟ ନୋଟିଫିକେସନରେ କ୍ଲିକ୍ କରି ଦେଖିପାରିବେ। ଜୁନିୟର କାର୍ଯ୍ୟନିର୍ବାହୀ 83ଟି ପୋଷ୍ଟ, ଅଣ କାର୍ଯ୍ୟନିର୍ବାହୀ 224ଟି ପୋଷ୍ଟ, ମୋଟ ପଦବୀ 307ଟି ପୋଷ୍ଟ। ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଭିନ୍ନ ଅଛି। ବୟସ ଗଣନା 5-3-2025 ଅନୁସାରେ ହେବ। ସାଧାରଣ ବର୍ଗ ଓବିସି 1000 ଟଙ୍କା ପେମେଣ୍ଟ କରିବାକୁ ପଡ଼ିବ। ଅନ୍ୟମାନେ ଦେୟମୁକ୍ତ। ଅନଲାଇନରେ ଆବେଦନ ଆରମ୍ଭ 4 ଫେବୃଆରୀ 2025। ଅନଲାଇନରେ ଆବେଦନ ଶେଷ ତାରିଖ 5 ମାର୍ଚ୍ଚ 2025। ଅଧିକା କିଛି ଜାଣିବାକୁ ଚାହୁଁଛନ୍ତି, ଏହି ୱେବସାଇଟର ଡିସ୍କ୍ରିପ୍ସନରେ ମୁଁ ଲିଙ୍କ ଦେଇଦେଇଛି। ଆପଣ ଯାଇ ସେଠାରେ ଭିଜିଟ୍ କରି ଆପଣ ନୋଟିଫିକେସନ ଦେଖିପାରିବେ। ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ, ଗୋଟେ ଲାଇକ୍ କମେଣ୍ଟ ନିଶ୍ଚିତ କରିବେ।